ଗୋଟିଏ ଜଙ୍ଗଲରେ ବାଘ, ଭାଲୁ ଆଉ ବିଲୁଆ ସାଙ୍ଗ ହେଇ ରହୁଥିଲେ। 3 ଜଣ ମିଶି ଦିନେ ଗୋଟାଏ ଭୋଜି କରିବାକୁ ନିଷ୍ପତ୍ତି ନେଲେ। ସେମାନେ ଦିନେ ଭୋଜି ବିଷୟରେ କଥା ହେଉଥିବା ବେଳେ ସିଂହ ତାଙ୍କ କଥା ଶୁଣିଦେଲା। ସେ ବୁଦା ଭିତରୁ ବାହାରି ଆସି କହିଲା, ଜଙ୍ଗଲରେ ଭୋଜି ହବ, ଅଥଚ ଜଙ୍ଗଲର ରାଜା ସେ ବିଷୟରେ ଜାଣିବେନି। ନା 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 ମାନେ ମହାରାଜ, ଆମେ ଏଠୁ ଯାଇକି ଆପଣଙ୍କୁ ଏଇ ବିଷୟରେ କହିଥାନ୍ତୁ। ଚୁପ କର ବିଲୁଆ, ତୋ କଥା ମୁଁ ଭଲ ଭାବେ ଜାଣେ। ମିଛ ସତ କହି ଅନ୍ୟମାନଙ୍କୁ ଠକିବାଟା ତୋର ଗୋଟେ ପୁରୁଣା ଅଭ୍ୟାସ। ନାଇଁ ମହାରାଜ, ସେମିତି ଭାବନ୍ତୁନି। ଆମେ ଆପଣଙ୍କୁ ଏବେ ନିମନ୍ତ୍ରଣ କରିବାକୁ ଯାଇଥାନ୍ତୁ। ଜଙ୍ଗଲରେ ଆମେ ଗୋଟେ ଭୋଜି କରିବୁ, ସେଥିରେ ପୁଣି ଆପଣଙ୍କୁ ସାମିଲ କରିବୁନି। ଏଇଟା କଣ ସମ୍ଭବ? ଠିକ ଅଛି, ତାହେଲେ ଭୋଜି କେବେ କୁହ? କାଲି ସନ୍ଧ୍ୟାରେ ମହାରାଜ। କାଲି ସନ୍ଧ୍ୟାରେ ମୁଁ ଯାଇ ପହଞ୍ଚିବି। ସିଂହର କଥା ଶୁଣି ବାଘ, ଭାଲୁ ଆଉ ବିଲୁଆ ବଡ ଚିନ୍ତାରେ ପଡିଲେ। ସବୁ ଦୋଷ ଏଇ ବିଲୁଆର। ସେ ନିମନ୍ତ୍ରଣ କରିବା କଥା କହି ଭୁଲ କରିଛେ। ଧେତ୍, ତମେ ଚିନ୍ତା କାହିଁ କରୁଛ? କୋଉ ନଈ ପାଣି କୁଆଡେ ଯାଉଛି ଖାଲି ଦେଖ। ମୁଁ କଥାଟାକୁ ବୁଝି ବିଚାରି କହିଛି। ହେ ଯା, କହିଲା କଣ ନା ବୁଝି ବିଚାରି କହିଛେ। ବୁଝି ବିଚାରି କେହି ଭୁଲ କରନ୍ତିନି, ବୁଝିଲୁ? ଶୁଣ ବେଲୁଆ, କାଲି ଯଦି ହରିଣ ମାଂସ ମୋ ପାଇଁ ନ ବଳେ ତାହେଲେ ତୋ ଖବର ମୁଁ ବୁଝେବି। ପରଦିନ ସନ୍ଧ୍ୟାରେ ବାଘ, ଭାଲୁ ଆଉ ବିଲୁଆ ରୋଷେଇ ସରଞ୍ଜାମ, ହରିଣ ମାଂସ ଆଉ କାଠ ଧରି ଗୋଟାଏ ଜାଗାରେ ଯାଇ ପହଞ୍ଚିଲେ। ସେଠି ପହଞ୍ଚିବା ପରେ ସେମାନେ ରୋଷେଇ ଆରମ୍ଭ କଲେ। କିଛି ସମୟ ପରେ ସିଂହ ତା ପୁଅ ସହ ସେ ଜାଗାରେ ପହଞ୍ଚିଲା। ଆରେ ବାଃ, ଭାରି ବଢିଆ ବାସ୍ନା ଆସୁଛି ତ। ହଁ ବାପା, ବହୁତ ବଢିଆ ବାସୁଛି। ଭାଲୁ ମଉସା ବଢିଆ ମସଲା ପକେଇ ବୋଧେ ଆଜି ରୋଷେଇ କରୁଛନ୍ତି। ଆସନ୍ତୁ ଆସନ୍ତୁ ମହାରାଜ, ବସନ୍ତୁ। ସିଂହ ଆଉ ତା ପୁଅ ବସି ପଡିଲେ। ବିଲୁଆ ଯାଇ ସିଂହ କାନରେ କହିଲା, ମହାରାଜ, ଆପଣ ଏକୁଟିଆ ଆସିଥିଲେ କଣ ହେଇନଥାନ୍ତା? ଅଯଥାରେ ଆପଣଙ୍କ ପୁଅକୁ ଆଣିକି କାହିଁ ମତେ ଅଡୁଆରେ ପକେଇଲେ କହିଲେ? କଣ? ନା ନା ନା, ମାନେ ମୁଁ କଣ କହୁଥିଲି କି, ଆପଣ ତ ଆସିଲେ, ବିଚରା ରାଜକୁମାରଙ୍କୁ କାହିଁ ଅଯଥାରେ ଏତେ ବାଟ ଚଲେଇକି ଆଣିଲେ? ଆମେ ଭୋଜି ପରେ ଆପଣଙ୍କ ଘରେ ଦେଇ ଆସିଥାନ୍ତୁ। ଅଧିକ କଥା ମତେ ଭଲ ଲାଗେନି। ଶୀଘ୍ର ଯାଅ, ଆମ 2 ଜଣଙ୍କ ପାଇଁ ଖାଇବା ଆଣିକିଆ। ସିଂହ ଆଉ ତା ପୁଅଙ୍କୁ ବିଲୁଆ ଖାଇବା ବାଢିକି ଦେଲା, ଆଉ ସେମାନେ ମନ ଭରି ଖାଇଲେ। ସେମାନେ ଏତେ ଖାଇଦେଲେ ଯେ ଶେଷରେ ହାଣ୍ଡିରେ ଆଉ 4 ଖଣ୍ଡ ମାଂସ ବଳିଲା। ବାଘ ଏସବୁ ଘଟଣା ଦେଖି ବିଲୁଆକୁ ଟିକେ ଦୂରକୁ ଡାକି କହିଲା, କିରେ ବିଲୁଆ, ଇଏ କଣ? ଆମ ଆଗରେ ଏତେ ଗପ ମାରିଲୁ, ଶେଷରେ ଆଉ 4 ଖଣ୍ଡ ମାଂସ ବଳିଛି। ମୁଁ କହିଥିଲି ତମକୁ ଯେ ଇଏ ନିଶ୍ଚୟ ଗଣ୍ଡଗୋଳ କରିବ। ମୁଁ କେତେ କଷ୍ଟ କରି ରୋଷେଇ କଲି, ଶେଷରେ ମାଂସ ଟିକେ ଭଲ କି ଖାଇପାରିବିନି। ଆଜି ତତେ ମୁଁ ଛାଡ଼ିବିନି ବିଲୁଆ। ଆରେ ରୁହ, ତମେ ଏତେ ରାଗୁଛ କାହିଁ ବାଘ ଭାଇ? ସିଂହକୁ ଖାଇବାକୁ ଦେଲା ବେଳେ ସେ ତା ପୁଅକୁ ଏଇ ପାଖ ଜଙ୍ଗଲରେ ଭଲ ହରିଣ ଅଛନ୍ତି ବୋଲି ସେ କହୁଥିବାର ମୁଁ ଶୁଣିଛି। ମୋ ଭାଇମାନେ ଆଜି କେତେ କାମ କଲେଣି। ଏବେ ତମେ ମାନେ ଯାଅ ଆଉ ଭଲ କି ଗାଧେଇ ପଡ। ତମେ ମାନେ ଆସିଲା ବେଳକୁ ମୁଁ ଶିକାର କରି ଆଣି ରାନ୍ଧିକି ରଖିଥିବି। ବିଲୁଆ କଥା ଶୁଣି ବାଘ ଆଉ ଭାଲୁଙ୍କ ପାଟିରୁ ଲାଳ ଗଡିଲା। ସେମାନେ ସାଙ୍ଗେ ସାଙ୍ଗେ ଗାଧେଇ ପଳେଇଲେ। ସେଇ ସୁଯୋଗରେ ଦୁଷ୍ଟ ବିଲୁଆ କଣ କଲା ନା, ହାଣ୍ଡିରେ ଯୋଉ 4 ଖଣ୍ଡ ମାଂସ ପଡିଥିଲା ତାକୁ ଖାଇଦେଲା ଆଉ ଦୌଡ଼ିକି ପଳେଇଲା। ଏଇ ସବୁ ଘଟଣାକୁ ବୁଦା ମୂଳରେ ଲୁଚି ରହି ଗୋଟାଏ ମୂଷା ଦେଖୁଥିଲା। ସେ କଣ କଲା, ସାଙ୍ଗେ ସାଙ୍ଗ ସବୁ କଥା ଯାଇକି ବାଘ ଆଉ ଭାଲୁଙ୍କ ଆଗରେ କହିଦେଲା। କଣ ହେଲା? ବିଲୁଆ ଆମକୁ ପୁଣି ଠକି ଦେଇ ପଳେଇଲା। ସାଙ୍ଗ ହେଇକି ସେ ଆମକୁ ଧୋକା ଦେଇଛି। ତାକୁ ମୁଁ ଛାଡ଼ିବିନି। ସେ ଯୋଉଠି ବି ଥାଉ
ମୁଁ ତାକୁ ଖୋଜି ବାହାର କରି ମାରିବି। ନାଇଁ ଭାଇ, ସେମିତି କଲେ ଭୁଲ ହବ। ସିଂହ ଏବେ ବିଲୁଆ ଉପରେ ବହୁତ ଖୁସି ଅଛି। ଯଦି ଆମେ ବିଲୁଆର କିଛି କ୍ଷତି କରିବା ତାହେଲେ ସେ ଆମକୁ ଛାଡିବନି। ତାହେଲେ ଆମେ କଣ କରିବା? ଆମେ କାଲି ସିଂହ ପାଖକୁ ଯିବା ଆଉ ସବୁ କଥା କହିବା, ଆଉ ଆମ ସହ ପ୍ରମାଣ ଦବାକୁ ମୂଷାକୁ ଆମେ ସାଙ୍ଗରେ ନେଇକି ଯିବା। ବାଘ, ଭାଲୁ ଆଉ ମୂଷା ସିଂହ ପାଖରେ ଯାଇ ପହଞ୍ଚିଲେ ଆଉ ସବୁ କଥା କହିଲେ। ସିଂହ ତା ମନ୍ତ୍ରୀ ଠେକୁଆକୁ ଏଇ ଘଟଣାଟାକୁ ସମାଧାନ କରିବାକୁ କହିଲା। ଠେକୁଆ ସବୁ ପ୍ରାଣୀମାନଙ୍କୁ ସତ ପଚାରିବାରୁ ବାଘ, ଭାଲୁ ଆଉ ମୂଷା ସ୍ପଷ୍ଟ ଉତ୍ତର ଦେଇଦେଲେ। ହେଲେ ବିଲୁଆ ଯେହେତୁ ଦୋଷ କରି ଘୋଡ଼ଉଥିଲା, ସେ ଉତ୍ତର ଦେଲା ବେଳେ ତା ପାଟି ଥରିଲା। ଠେକୁଆ ଭୁଲ କାହାର ଜାଣିପାରିଲା। ସେ ଗୋଟାଏ ପାତ୍ର ନେଇ ନଈ କୂଳକୁ ଗଲା। ସେଠି ପହଞ୍ଚି ସମସ୍ତଙ୍କୁ କହିଲା, ଏଇ ପାତ୍ର ସାଧାରଣ ପାତ୍ର ନୁହଁ। ଏଇ ପାତ୍ରକୁ ମୁଁ ଏବେ ନଈରେ ଭସେଇ ଦେବି, ଆଉ ଏଠି ଥିବା ସବୁ ପଶୁମାନେ ଏଇ ପାତ୍ର ଉପରେ ଯାଇ ବସିବେ। ଯିଏ ମିଛ କହୁଥିବ ସିଏ ଏଇ ପାତ୍ର ଉପରେ ଚଢିବା ମାତ୍ରେ ପାତ୍ରଟା ପାଣିରେ ବୁଡିଯିବ। ପ୍ରଥମେ ମୂଷାର ପାଳି ପଡ଼ିଲା। ଯେହେତୁ ମୂଷା ଛୋଟ ପ୍ରାଣୀଟା, ସେ ପାତ୍ର ଉପରେ ଚଢ଼ିଲା ପରେ ପାତ୍ରଟା ବୁଡ଼ିଲା ନାହିଁ। ବିଲୁଆ କିନ୍ତୁ ପାତ୍ର କଥା ଶୁଣି ଥରିବାକୁ ଲାଗିଲା। ତାର ଏମିତି ଅବସ୍ଥା ଦେଖି ଠେକୁଆ ନିଶ୍ଚିତ ହେଇଗଲା ଯେ ସବୁ ଭୁଲ ହଉଛି ବିଲୁଆର। ସେ ସାଙ୍ଗେ ସାଙ୍ଗେ ବିଲୁଆକୁ ପାତ୍ର ଉପରେ ଯାଇ ବସିବାକୁ କହିଲା। ବିଲୁଆ ଯେମିତି ପାତ୍ର ଉପରେ ଚଢ଼ିଛି, ପାତ୍ରଟି ଓଲଟି ଗଲା ଆଉ ପାଣିରେ ବୁଡ଼ିଗଲା। ବଞ୍ଚାଅ, ବଞ୍ଚାଅ, ମୋର ଭୁଲ ହେଇଛି। ମୁଁ ମୋ ସାଙ୍ଗମାନଙ୍କୁ ଠକିଛି। ମୋର ଭୁଲ ହେଇଛି। ମତେ ବଞ୍ଚାଅ, ବଞ୍ଚାଅ ମତେ। ବାଘ ଆଉ ଭାଲୁଙ୍କର ବିଲୁଆ ସହିତ ଯେହେତୁ ନିବିଡ଼ ବନ୍ଧୁତ୍ୱ ଥିଲା, ସେମାନେ ବିଲୁଆକୁ କଷ୍ଟରେ ଦେଖି ଜମାରୁ ବି ସହିପାରିଲେ ନାହିଁ। ସେ ଦୁଇ ଜଣ ପାଣିକୁ ଡେଇଁ ପଡ଼ିଲେ ଆଉ ବିଲୁଆକୁ ଯାଇ ରକ୍ଷା କଲେ। ମୋର ଭୁଲ ହେଇଯାଇଛି ଭାଇମାନେ। ଆଜି ମୁଁ ଲଜ୍ଜିତ। ମତେ କ୍ଷମା କରିଦିଅ। ଆମେ ତତେ କ୍ଷମା କରି ସାରିଛୁ, ହେଲେ ଆମେ ତୋ ଉପରେ ଆଉ କେବେ ବି ବିଶ୍ୱାସ କରିପାରିବୁନି। ଚାଲିଯା ଏଠୁ, ଚାଲିଯା। ଆଉ ହଁ, ଯଦି ତୁ କେବେ ମୋ ଆଖି ଆଗକୁ ଆସିଛୁ ତାହେଲେ ମୁଁ ତତେ ଜୀବନରୁ ମାରିଦେବି। ବିଲୁଆ ଭୟରେ ଜଙ୍ଗଲ ଛାଡ଼ି ପଳେଇଲା। ମିତ୍ରତାରେ ବିଶ୍ୱାସଘାତକତା କଲେ ଏଇଭଳି ପରିଣାମ ଭୋଗିବାକୁ ପଡ଼ିଥାଏ।